ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ମଜା ଗପଟିଏ ପଢିବା। ଆଶା କହିଲ ପିଲାମାନେ, ସେ ଗପଟିର ନାଁ କଣ? ସେ ଗପଟିର ନାଁ ହଉଛି ବୁଢିଆଣୀ ଓ ଝିଟିପିଟି। ହେଲା, ତ ପିଲାମାନେ ଏଇ ଗପଟିକୁ କାହାକୁ ନେଇକି ଲେଖାଯାଇଛି ନା ବୁଢିଆଣୀ ଆଉ ଝିଟିପିଟିକୁ ନେଇକି ଲେଖାଯାଇଛି। ତ ପିଲାମାନେ ଆଜି ଭିଡିଓରେ ଏହି ମଜା ଗପଟିକୁ ଆମେ ପଢିବା ଏବଂ ଶୁଣିବା। ତ ପିଲାମାନେ ତା ପୂର୍ବରୁ ତମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ ଯାହା ଫଳରେ ଯେତେବେଳେ ବି ମୁଁ ଏଇଭଳି ଭିଡିଓ ଅପଲୋଡ କରିବି ସଙ୍ଗେ ସଙ୍ଗେ ତମମାନଙ୍କ ପାଖକୁ ନୋଟିଫିକେସନ ଚାଲିଯିବ। ଆଉ ତମମାନେ ଘରେ ବସି ଏହିଭଳି ଗୋଟିଏ ଲେଖାଏଁ ମଜା ଗପ ପଢିପାରିବ ଏବଂ ଶୁଣିପାରିବ। ତ ପିଲାମାନେ ଏଇ ଛବିରେ ତମମାନେ ଗୋଟିଏ ବୁଢିଆଣୀ ବସା ଆଉ ଗୋଟିଏ ଝିଟିପିଟିକି ଦେଖିପାରୁଥିବ। ହେଲା, ତ ଏଇ ଗପଟି ଏହି ବୁଢିଆଣୀକୁ ଆଉ ଝିଟିପିଟିକି ନେଇକି ଲେଖାଯାଇଛି। ସୁନ୍ଦର ଗପଟିଏ, ମଜା ଗପଟିଏ। ତ ଭଲ ଭାବରେ ପିଲାମାନେ ପଢିବା ଏବଂ ଶୁଣିବା। ହେଲା, ତ ନିହାତି ଭାବରେ ପିଲାମାନେ ମଜା ଗପଟିଏ ହିଁ ଅଛି। ତ ପିଲାମାନେ ଦେଖିବା ଏବେ ପଢିବା। ଝିଟିପିଟିଟିଏ ଗୋଟିଏ ବୁଢିଆଣୀକୁ କହିଲା। ତ ପିଲାମାନେ ଗୋଟିଏ ଝିଟିପିଟିଟେ ତମାନେ ଏଇ ଛବିରେ ଦେଖିପାରୁଥିବ। ଆଉ ଏଇ ଛବିରେ ବୁଢିଆଣୀ ପୋଷାକୁ ମଧ୍ୟ ଦେଖିପାରୁଥିବ। ହେଲା, ଗୋଟିଏ ଝିଟିପିଟିଟିଏ କଣ କଲା ନା ସେ ବୁଢିଆଣୀକୁ କହିଲା, ହେ ବୁଢିଆଣୀ, ତୁ ବହୁତ ବଢିଆ ଜାଲ ବୁଣୁଛୁ। ତ ପିଲାମାନେ ଝିଟିପିଟିଟି ବୁଢିଆଣୀକୁ କହୁଛି ଯେ, ହେ ବୁଢିଆଣୀ, ତୁ ବହୁତ ବଢିଆ ଜାଲ ବୁଣୁଛୁ। ତ ପିଲାମାନେ ବୁଢିଆଣୀ ଜାଲ ତମେ ସବୁ ଦେଖିଥିବ, ହେଲା, ଗଛରେ ଦେଖିଥିବ କିମ୍ବା ସେମାନେ ଚାଳରେ ମଧ୍ୟ ସେଇଭଳି ଜାଲ ବୁଣିଥାନ୍ତି। ହେଲା, ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗେ। ହେଲା, ସେଇଭଳି ଯେତେବେଳେ ଝିଟିପିଟିଟି କଣ କରିଛି ନା ବୁଢିଆଣୀର ଜାଲକୁ ଦେଖିଛି, ତାକୁ କହିଛି ହେ ବୁଢିଆଣୀ, ତୁ ବହୁତ ବଢିଆ ଜାଲ ବୁଣୁଛୁ। ତୁ ସେଇ ଜାଲ ଭିତରେ ରହୁଛୁ, ତୋର ଖାଇବା ପାଇଁ ତୋର ଅସୁବିଧା ନାହିଁ। ତ ପିଲାମାନେ ପୁଣି ଝିଟିପିଟିଟି କହୁଛି ଯେ, ତୁ ଜାଲ ଭିତରେ ରହୁଛୁ, ତୋର ଖାଇବା ପାଇଁ କିଛି ବି ଅସୁବିଧା ନାହିଁ। ମଶା ହେଉ କି ଛୋଟ ଛୋଟ ଉଡା ପୋକ ତୋ ଜାଲରେ ଆସି ଛାଏଁ ଛାଏଁ ପଡିଯାଉଛନ୍ତି। ତୁ ସେଇ ଜାଲ ଭିତରେ ରହି ଆରାମରେ ଖାଇ ଅଧିକ ଜାଲ ବୁଣୁଛୁ। ତ ପିଲାମାନେ ଝିଟିପିଟିଟି ପୁଣି କାହାକୁ କହୁଛି ନା ସେ ବୁଢିଆଣୀକି କହୁଛି, ତୋର ଖାଇବାରେ କିଛି ବି ଅସୁବିଧା ନାହିଁ, କାରଣ ମଶା ହଉ କି ମାଛି ହଉ ବା ଛୋଟ ଛୋଟ ପୋକ ତ ଜାଲରେ ଆସି କଣ ଛାଏଁ ଛାଏଁ ଛନ୍ଦି ହେଇଯାଉଛନ୍ତି। ତ ପିଲାମାନେ ଯେହେତୁ ବୁଢିଆଣୀ ଜାଲ ତମାନେ ଦେଖିଥିବ, ପୋକମାନେ ସେଇଠି ଛନ୍ଦି ହେଇଯାଆନ୍ତି। ହେଲା, ଯାହା ଫଳରେ ସେ ପୋକମାନଙ୍କୁ ବୁଢିଆଣୀ ଖାଇ ବହୁତ ଶାନ୍ତିରେ ଜୀବନଯାପନ କରେ ବା ସେହି ଜାଲରେ ରହିଥାଏ। ତ ପିଲାମାନେ ସେଇଠୁ ଝିଟିପିଟିଟି କହୁଛି ଯେ, ସେ ଜାଲ ଭିତରେ ରହି ଆରାମରେ ଖାଇ ଅଧିକ ଜାଲ ତୁ ବୁଣୁଛୁ, ତୁ ମୋ ପାଇଁ ଗୋଟିଏ ଜାଲ ବୁଣି ଦିଅନ୍ତୁନି। ତ ପିଲାମାନେ ଝିଟିପିଟିଟି ବୁଢିଆଣୀକି କହୁଛି ଯେ, ତୁ ସେ ଜାଲ ଭିତରେ ଖାଇ ଆରାମରେ ରହୁଛୁ, ତୁ ଏହିପରି ମୋ ପାଇଁ ଗୋଟିଏ ଜାଲ ବୁଣି ଦିଅନ୍ତୁନି। ମୁଁ ସେ ଗୋଟିଏ ଜାଗାରେ ରହି ତୋ ଭଳି ଖାଇବା ଖାଆନ୍ତି ଆଉ କୁଆଡେ ଖାଦ୍ୟ ସଂଗ୍ରହ କରିବାକୁ ଯାଆନ୍ତି ନାହିଁ। ସେଇ ଜାଲରେ ମୋର ବି ଖାଇବା ପୋକ ଆସି ପହଞ୍ଚି ଯାଆନ୍ତେ, ମୁଁ ବି ତୋ ଭଳି ଆରାମରେ ବସି ଖାଆନ୍ତି। ତ ପିଲାମାନେ ଝିଟିପିଟିଟି ପୁଣି ବୁଢିଆଣୀକି ଦେଖି କହୁଛି ଯେ, ତୁ ମୋ ପାଇଁ ଗୋଟେ ଜାଲ ବୁଣି ଦିଅନ୍ତୁନି, ମୁଁ ବି ତୋ ଭଳି ଜାଲରେ ରୁହନ୍ତି, ତୋ ଭଳି କଣ ପୋକ ଆସି ସେଇ ଜାଲରେ ଛନ୍ଦି ହୋଇଯାଆନ୍ତେ, ମୁଁ ବି ତୋ ଭଳି ପୋକ ଖାଇ ସେଇ ଜାଲରେ ଆରାମରେ ରୁହନ୍ତି, ବସି ଖାଆନ୍ତି। ହେଲା, ବୁଢିଆଣୀ ସେଇଠୁ ଶୁଣି କଣ କହିଲା ଶୁଣିବା। ବୁଢିଆଣୀ କହିଲା, ବାଃ, ତୁ ଭଲ କଥା କହୁଛୁ, ତୋ ପାଇଁ ଆଉ ଜଣେ ଖଟିବ, କିନ୍ତୁ ତୁ ବିନା ପରିଶ୍ରମରେ ଖାଇବାକୁ ଚାହୁଁଛୁ କେମିତି? ତ ପିଲାମାନେ ଝିଟିପିଟିକି ତମମାନେ ଦେଖିଥିବ, ବୁଢିଆଣୀକୁ ବି ଦେଖିଥିବ। ହେଲା, ବୁଢିଆଣୀଟି କେତେ ଛୋଟ ଦେଖିବାକୁ, ହେଲେ ତାର ଏଇ ଛୋଟ ହେଲେ ବି ସେ ତାର ଛୋଟ ମୁଣ୍ଡରେ ଝିଟିପିଟିକି କହୁଛି ଯେ, କଣ କହୁଛି ନା, ବା, ତୁ କେତେ ଭଲ କଥା କହୁଛୁ, ତୋ ପାଇଁ ଆଉ ଜଣେ ଖଟିବ, ଆଉ ଜଣେ ଜାଲ ବୁଣିବ, କିନ୍ତୁ ତୁ ବିନା ପରିଶ୍ରମରେ ଖାଇବାକୁ ଚାହୁଁଛୁ କେମିତି? ହେଲା, ତ ପିଲାମାନେ ଯେତେବେଳେ ବୁଢିଆଣୀ ଛୋଟ ହେଇକି ବି ଝିଟିପିଟିକି ଏଇ କଥା କହୁଛି, ଝିଟିପିଟି କଣ କହିଲା ଶୁଣିବା। ଏ କଥା ଶୁଣି ଝିଟିପିଟି କହିଲା, ତୁ ମତେ ଦେଖୁଛୁ ତ? ତ ପିଲାମାନେ ଏଇ କଥା ଶୁଣିବା ପରେ, ହେଲା, ତ ପିଲାମାନେ ଝିଟିପିଟିଟି ବୁଢିଆଣୀ ମୁହଁରୁ ଏଇଭଳି କଥା ଶୁଣିବା ପରେ ସେଇଠୁ ଝିଟିପିଟିଟି କହୁଛି, କଣ ତୁ ମତେ ଦେଖୁଛୁ ତ? ତୋ ଭଳି 100ଟା ବୁଢିଆଣୀ ହେଲେ ବି ମୋ ଭଳି ଏତେ ବଡ ଜୀବ ହେବେନି। ତ ପିଲାମାନେ ସେଇଠୁ ଝିଟିପିଟିରେ ରାଗିଗଲା ବୁଢିଆଣୀ କଥା ଶୁଣିବା ପରେ। ହେଲା, ଯେତେବେଳେ ବୁଢିଆଣୀଟି କହିଛି ଯେ, ହେଲା, ତୋ ପାଇଁ ଆଉ ଜଣେ ଖଟିବ, ଆଉ ଜଣେ ଜାଲ ତିଆରି କରିବ, କିନ୍ତୁ ତୁ ଗୋଟେ ଜାଗାରେ ବସି ଆରାମରେ ଖାଉଛୁ କେମିତି, ଖାଇବୁ କେମିତି? ହେଲା, ତ ଏଇଭଳି କଥା ଶୁଣିବା ପରେ ଝିଟିପିଟିରେ ରାଗିଗଲା, ରାଗି ଯାଇ ବୁଢିଆଣୀକୁ କହିଲା, ହେଲା, କହିଲା ଯେ, ତୁ ମତେ
ଦେଖିଛୁ ତ ତୋ ଭଳି 100ଟା ବୁଢିଆଣୀ ହେଲେ ବି ମୋ ଭଳି ଏତେ ବଡ ଜୀବ ହେବେନି ହେଲା। ଏଇଭଳି ରାଗି ଯାଇକି ଝିଟିପିଟିଟି ବୁଢିଆଣୀକୁ କହିଲା। ତୁ ମୋ ଠାରୁ କେତେ ଛୋଟ ଦେଖ ତ। ତ ପିଲାମାନେ ଝିଟିପିଟିଟି କହୁଛି ବୁଢିଆଣୀକୁ, ତୁ ଦେଖିବାକୁ ମୋ ଠାରୁ କେତେ ଛୋଟ ଦେଖ ତ, ତୋର ଟିକେ ଛୋଟ ବଡ ଧାରଣା ନାହିଁ। ତ ପିଲାମାନେ ସେଇଠୁ ଝିଟିପିଟିଟି କହୁଛି ଯେ ତୋର ଟିକେ କଣ ଛୋଟ ବଡ ଧାରଣା ନାହିଁ, ତୁ ଏତେ ଛୋଟ ହେଇକି ବି ମତେ ଏମିତି କଥା କହିବାକୁ ସାହସ କରୁଛୁ, ତୁ ମତେ ଏମିତି ଅପମାନ କରିବା ଭଳି କଥା କହୁଛୁ। ତ ପିଲାମାନେ ଝିଟିପିଟିଟି କହୁଛି ଯେ ତୁ ମତେ ଏମିତି ଅପମାନ କରିବା ଭଳି କଥା କହୁଛୁ ହେଲା। ତୁ ଦେଖିବାକୁ ଏତେ ଛୋଟ, ତୋର କଣ, ତୁ ଏତେ ଛୋଟ ହେଇକି ବି ତୋର ସାହସ କେମିତି ହଉଛି ଯେ ତୁ ମତେ ଏମିତି ଅପମାନ ଭଳି କଥା କହୁଛୁ, ଅପମାନ ଲାଗିଲା ଭଳି କଥା କହୁଛୁ। ମତେ ତୁ ଦେଖିଲେ ତୁ ନରମ କଥା କହିବା ଉଚିତ। ତ ପିଲାମାନେ ଝିଟିପିଟିଟି କହୁଛି ଯେ ମୁଁ ତ ତୋ ଠାରୁ ଦେଖିବାକୁ ବଡ ହେଲା, ତୁ ମତେ ଏମିତି ଅପମାନ ଭଳି କଥା କହୁଛୁ। ସବୁବେଳେ ତୁ ମତେ ନରମ କରି କଥା କହିବା ଉଚିତ। ବଡ ମୁହଁରେ ସାନ ଉତ୍ତର ଦେବା କେତେ ଖରାପ। ତ ପିଲାମାନେ ସେଠୁ ଝିଟିପିଟିଟି କହୁଛି ଯେ ମୁଁ ହଉଛି କଣ ଦେଖିବାକୁ ବହୁତ ବଡ ହେଲା, ତୁ ହଉଛୁ ଦେଖିବାକୁ ବହୁତ ସାନ ହେଲା। ତ ସେଇଥିପାଇଁ ସେ କହୁଛି ଯେ ବଡ ମୁହଁରେ ସାନ ଉତ୍ତର ଦେବା କେତେ ଖରାପ ହେଲା। ତ ପିଲାମାନେ ଝିଟିପିଟିଟି କହୁଛି ମୁଁ ଯେହେତୁ ବଡ, ତୁ ସାନ ହେଇକି ମୋ ମୁହଁରେ ଉତ୍ତର ଦେବା କେତେ ଖରାପ କଥା। ସେଇଠୁ ବୁଢିଆଣୀ କହିଲା, ଯିଏ ଯେତେ ବଡ ସିଏ ବଡ ଏବଂ ଭଲ କଥା କହିବା ଉଚିତ। ତ ପିଲାମାନେ ବୁଢିଆଣୀଟି ସେଠୁ ଝିଟିପିଟିକି କହିଲା, ଯିଏ ଯେତେ ବଡ ଏବଂ ଭଲ କଥା କହିବା ଉଚିତ ହେଲା। ଯଦି ସେ ବଡ, ଯଦି ଝିଟିପିଟିକି ସେ କହୁଛି ଯେ ଯଦି ତୁ କଣ ଦେଖିବାକୁ ବଡ ତାହେଲେ ଭଲ କଥା କହିବା ଉଚିତ, କିନ୍ତୁ ବଡ ହେଇ ଯଦି ଅନୁଚିତ କଥା କହିବ ତାକୁ କିଏ ପଚାରିବ। ତ ପିଲାମାନେ ସେଇଠୁ ବୁଢିଆଣୀଟି କହୁଛି ଝିଟିପିଟିକି, ଯଦି ତମେ ଦେଖିବାକୁ ବଡ ତାହେଲେ ଭଲ କଥା କହିବା ଉଚିତ, ସବୁବେଳେ ଏମିତି କଥା କହିବା ଉଚିତ ନୁହେଁ ହେଲା, ବା ଅନୁଚିତ କଥା କହିବା ଉଚିତ ନୁହେଁ ହେଲା। ଯଦି ଏହିଭଳି ଅନୁଚିତ କଥା କହିବ ହେଲା ତାହେଲେ ତମକୁ କିଏ ପଚାରିବ। ଏଣୁ ତୁ ବଡ ଜୀବ ହୋଇ ଛୋଟକୁ ଖଟେଇ ନିଜେ ଆରାମ କରିବୁ। ତ ପିଲାମାନେ ଯେହେତୁ ଝିଟିପିଟିଟି ଜାଲ ବୁଣିବା ପାଇଁ କହିଥିଲା କାହାକୁ, ବୁଢିଆଣୀକୁ, ସେଥିପାଇଁ ବୁଢିଆଣୀ ଏଠି କହୁଛି ଯେ ଏଣୁ ତୁ ବଡ ଜୀବ ହୋଇ ଛୋଟକୁ ଖଟେଇ ନିଜେ ଆରାମ କରିବୁ ବୋଲି କେମିତି ଭାବି ପାରୁଛୁ। ତୁ ନିଜେ ଅନ୍ୟର ପରିଶ୍ରମରେ ଚଳିବା କଥା କେବେ ଭାବିବୁନି, ବୁଝିଲୁ। ତ ପିଲାମାନେ ସେଇଠୁ ବୁଢିଆଣୀଟି କହୁଛି ଯେ ତୁ ନିଜେ ଅନ୍ୟର ପରିଶ୍ରମରେ ଚଳିବା କଥା କେବେ ବି ଭାବିବୁନି ହେଲା, ବୁଝିଲୁ। ତ ପିଲାମାନେ ନିଜେ ଯଦି ବଡ, ନିଜେ ସବୁବେଳେ ଭଲ କଥା କହିବା ଉଚିତ, ଆଉ ନିଜେ ପରିଶ୍ରମ କରିବା ଉଚିତ। ଅନ୍ୟର ପରିଶ୍ରମରେ ଚଳିବା କଥା କେମିତି କହିପାରୁଛୁ ବା କେବେ ବି ଭାବିବୁନି ବୋଲି ବୁଝିଲୁ। ଏ କଥା କିଏ କହୁଛି ନା ବୁଢିଆଣୀ କହୁଛି ଝିଟିପିଟିକି। ତ ପିଲାମାନେ ଝିଟିପିଟିର ଏଇଭଳି କଥା ଶୁଣିଲା କାହା କତୁରୁ ନା ବୁଢିଆଣୀ ପାଖରୁ। ତ ପିଲାମାନେ ବୁଢିଆଣୀ ପାଖରୁ ଝିଟିପିଟି ଏଭଳି କଥା ଶୁଣି ସାରିବା ପରେ ଦେଖିବା ଏଠି ଝିଟିପିଟିଟି ବୁଢିଆଣୀକୁ କଣ କହିଲା। ବୁଢିଆଣୀର କଥା ଶୁଣି ଝିଟିପିଟି ରାଗିଗଲା ଏବଂ ତାକୁ ଖାଇଦେବା ପାଇଁ ବାହାରିଲା। ତ ପିଲାମାନେ ବୁଢିଆଣୀର ଏଭଳି କଥା ଶୁଣିବା ପରେ ଝିଟିପିଟିଟି ରାଗିଗଲା ହେଲା, ରାଗି ଯାଇ ତାକୁ ଖାଇବା ପାଇଁ ବାହାରିଲା। ଯେହେତୁ କଣ ବୁଢିଆଣୀଟି ଏତେ ଛୋଟ ହେଇକି ଝିଟିପିଟିକୁ ଏତେ ବଡ ବଡ କଥା କହିଲା, ସେଥିପାଇଁ ଝିଟିପିଟିଟି ବହୁତ ଜୋରେ ରାଗିଗଲା। ରାଗି ଯାଇକି ତାକୁ ଖାଇବା ପାଇଁ ବାହାରିଲା। ହେଲେ ଝିଟିପିଟିର ତାର ବା କଣ କରିବ। ତ ପିଲାମାନେ ହେଲେ ଝିଟିପିଟି ତାର କଣ ବା କରିପାରିବ ହେଲା, ଯେହେତୁ ସେ ବୁଢିଆଣୀ ବସା ଭିତରେ ଅଛି, ଝିଟିପିଟି ତାର ବା କଣ କରିପାରିବା ଆଉ ତାକୁ କେମିତି ଖାଇପାରିବ। ବୁଢିଆଣୀ ତରତର ହୋଇ ତା ଜାଲରେ ପଶିଯାଇ ତା ମଝିରେ ରହିଗଲା। ତ ପିଲାମାନେ ବୁଢିଆଣୀ ତମାନେ ଦେଖିଥିବ ସବୁବେଳେ ଗାଁରେ ସେ ସବୁବେଳେ ଜାଲର ମଝିରେ ହିଁ ରହିଥାଏ। ଯେତେବେଳେ ତାକୁ ଝିଟିପିଟିଟି ଖାଇବା ପାଇଁ କହିଲା ସେତେବେଳେ ସେ ତରତର ହୋଇ କଣ କଲା ନା ଜାଲ ଭିତରେ ପଶିଯାଇ ତା ମଝିରେ ରହିଗଲା। ତାକୁ ଦେଖି ଝିଟିପିଟି ତାର ଜାଲ ଛିଡେଇବାକୁ ଚାହିଁଲା। ତ ପିଲାମାନେ ଯେତେବେଳେ ଦେଖିଲା ଯେ ବୁଢିଆଣୀ ଜାଲର ମଝିରେ ଯାଇକି ରହିଗଲା, ସେଇଠୁ ଝିଟିପିଟିଟି କଣ କଲା ନା ଝିଟିପିଟିଟି ତାର ଜାଲ ଛିଡେଇବାକୁ ଚାହିଁଲା ହେଲା। ହେଲେ ଝିଟିପିଟି ଗୋଟିଏ ସୂତା ଛିଡେଇବାକୁ ଯିବାରୁ ବୁଢିଆଣୀ ଆହୁରି 5ଟା ସୂତା ଗଢି ଦେଉଥାଏ। ତ ପିଲାମାନେ ଝିଟିପିଟିଟି ବହୁତ ଜୋରେ ରାଗି ଯାଇଛି, ଆଉ ରାଗି ଯାଇକି ତାର ଜାଲର ଗୋଟିଏ ସୂତା ଛିଡେଇବାକୁ ଯିବାରୁ ବୁଢିଆଣୀ କଣ କରୁଥାଏ ନା ଆହୁରି 5ଟା ସୂତା ସେ ସାଙ୍ଗେ ସାଙ୍ଗେ ତିଆରି କରି ଦେଉଥାଏ। ଏମିତି କେତେ ସମୟ ଯିବା ପରେ ଝିଟିପିଟି କଣ ଚିଡିଗଲା ଏବଂ କହିଲା, ତୁ କେବଳ ଥରେ ମୋ ହାବୁଡରେ ପଡି ଯାଆନ୍ତୁ କି ତତେ ଆଜି ଭଲ ପାଠ ପଢେଇ ଦେଇଥାନ୍ତି। ତ ପିଲାମାନେ ଯେତେବେଳେ ଝିଟିପିଟିଟି କଣ ବୁଢିଆଣୀର ଜାଲକୁ ଛିଡଉଥାଏ, ବୁଢିଆଣୀ ସେତେ ତିଆରି
କରିଦେଉଥାଏ ହେଲା। ସେ ସେଇଭଳି ସାଙ୍ଗେ ସାଙ୍ଗେ ତିଆରି କରିଦେଉଥାଏ। ଏମିତି କେତେ ସମୟ ଯିବା ପରେ ଝିଟିପିଟିଟି ବହୁତ ଚିଡ଼ିଗଲା ହେଲା। ଆଉ ସେ ବୁଢ଼ିଆଣୀକି ଧରିପାରିଲା ନାହିଁ, ଆଉ ସେ ଖାଇପାରିଲା ନାହିଁ। ଆଉ ରାଗି ଯାଇ କହିଲା ଯେ ତୁ କେବଳ ଥରେ ମୋ ହାବୁଡ଼ରେ ପଡ଼ିଯାଆନ୍ତୁ କି ତତେ ଆଜି ଭଲ ପାଠ ପଢ଼େଇ ଦେଇଥାନ୍ତି ହେଲା। ଏଇଭଳି ଝିଟିପିଟିଟି ରାଗି ଯାଇକି ବୁଢ଼ିଆଣୀକୁ କହିଲା। ସେଇଠୁ ବୁଢ଼ିଆଣୀ କ'ଣ କହିଲା ଦେଖିବା। ବୁଢ଼ିଆଣୀ କହିଲା, ତୁ ଏତେ ସମୟ ହେଲାଣି ତୁ କେତେ ପରିଶ୍ରମ କରିଲୁ, କିନ୍ତୁ ମତେ ଧରି ପାରିଲୁ କି? ତ ପିଲାମାନେ ବୁଢ଼ିଆଣୀଟି ମଧ୍ୟ କମ୍ ନୁହେଁ। ସେ ଛୋଟ ହେଇକି ବି ଝିଟିପିଟିକି କହୁଛି ଯେ କ'ଣ କହିଲା ନା ତୁ ଏତେ ସମୟ ହେଲାଣି ତୁ କେତେ ପରିଶ୍ରମ କରିଲୁ, କିନ୍ତୁ ମତେ ଧରି ପାରିଲୁ କି? ତ ପିଲାମାନେ ଝିଟିପିଟିଟି ବୁଢ଼ିଆଣୀକୁ ଧରି ପାରିଲା ନାହିଁ ହେଲା। ମୁଁ ମୋର ଜାଲ ଏମିତି ବୁଣେ ଯେମିତି ମୁଁ ମଝିରେ ରହିପାରିବି। ତ ପିଲାମାନେ ସେଇଠୁ ଝିଟିପିଟିକି ବୁଢ଼ିଆଣୀକୁ ଯେତେବେଳେ ଖାଇବାକୁ ଗଲା, କିନ୍ତୁ ସେ ଖାଇପାରିଲା ନାହିଁ। ଏହା ଦେଖି ବୁଢ଼ିଆଣୀଟି କହିଲା, ଦେଖିଲୁ ତୁ ମତେ କେବେ ବି ଖାଇପାରିବୁ ନାହିଁ, କାହିଁକି ନା ମୁଁ ମୋର ଜାଲକୁ ଏମିତି ବୁଣିଛି ଯେ ଯେମିତି ମୁଁ ମଝିରେ ରହିପାରିବି। ଯଦି ଜାଲରେ ସୂତା ଯେଉଁଠି ଲାଗିଛି ସେଇଠି ମୁଁ ରହିଲେ ତୁ ମତେ ପାଇ ଯାଇଥାନ୍ତୁ। ତ ପିଲାମାନେ ସେଇଠୁ ବୁଢ଼ିଆଣୀ କହୁଛି ଯେ ଯଦି ଜାଲରେ ସୂତା ଯେଉଁଠି ଲାଗିଛି, ତ ପିଲାମାନେ ଜାଲରେ ଯେଉଁ ପ୍ରଥମ ସୂତା ହେଲା, ସେ ପ୍ରଥମ ସୂତାରେ ଯେଉଁଠି ଲାଗିଛି ସେଇଠି ଯଦି ମୁଁ ରହିଥିଲି ତୁ ମତେ କ'ଣ ପାଇ ଯାଇଥାନ୍ତୁ। ତ ହାବୁଡ଼ରେ ନ ପଡ଼ିବା ପାଇଁ ମୁଁ ଏମିତି ଜାଲ ତିଆରି କରିଛି। ତ ପିଲାମାନେ ବୁଢ଼ିଆଣୀଟି କହୁଛି ଯେ ମୁଁ ସେଥିପାଇଁ ମଝିରେ ରହୁଛି ହେଲା। ତୁ କ'ଣ ତୋ ହାବୁଡ଼ରେ ନ ପଡ଼ିବା ପାଇଁ ମୁଁ ଏମିତି ଜାଲ ତିଆରି କରିଛି। ତୁ ଏତେ ସୂତା ଛିଡ଼େଇ କ'ଣ ଜାଣିପାରିଲୁନି ଯେ ତୁ ମତେ ଧରି ପାରିବୁନି? ତ ପିଲାମାନେ ସେଇଠୁ ବୁଢ଼ିଆଣୀଟି କହୁଛି ଯେ ତୁ ଏତେ ସୂତା ଛିଡ଼ାଇଲୁ ହେଲା, ତାପରେ ବି କ'ଣ ତୁ ଜାଣିପାରିଲୁନି ଯେ ତୁ ମତେ ଧରି ପାରିବୁନି ବୋଲି? ତେଣୁ ତୁ ଏତିକି ସମୟ କେଉଁଠି ଖାଇବା ପାଇଁ ଯୋଗାଡ଼ରେ ଯାଇଥିଲେ ହୁଏତ ତୋ ଖାଇବା ହୋଇଯାଇଥାନ୍ତା। ତ ପିଲାମାନେ ସେଇଠୁ ବୁଢ଼ିଆଣୀଟି କହୁଛି ଝିଟିପିଟିକି, ତୁ ଯେତିକି ସମୟ ମୋ ପଛରେ ଲାଗିଲୁ, ମୋ ସୂତାକୁ ଛିଡ଼ାଇଲୁ, ତାପରେ ବି ତୁ ମତେ ଖାଇପାରିଲୁନି। ତୁ ଯେତିକି ସମୟ ନଷ୍ଟ କଲୁ ସେତିକି ସମୟ ଯଦି ତୁ ଆଉ କୋଉଠିକି ଖାଦ୍ୟ ସଂଗ୍ରହ କରିବା ପାଇଁ ଯାଇଥାନ୍ତୁ ବା ଖାଦ୍ୟ ଯୋଗାଡ଼ କରିବା ପାଇଁ ଯାଇଥାନ୍ତୁ, ତେବେ ତୁ କ'ଣ ଖାଇବା ହୋଇଯାଇଥାନ୍ତା, ଆଉ ତୁ ଖାଇବା ପାଇପାରିଥାନ୍ତୁ ହେଲା। ତ ପିଲାମାନେ ଏଇଭଳି କଥା ଶୁଣି ସାରିବା ପରେ ଝିଟିପିଟି ବୁଢ଼ିଆଣୀ ମୁହଁରୁ ତାପରେ ଝିଟିପିଟିଟି କ'ଣ କହିଲା ଶୁଣିବା। ଝିଟିପିଟି ଏ କଥା ଶୁଣି ତାକୁ ଖରାପ ଲାଗୁଥିଲେ ବି ବୁଢ଼ିଆଣୀର ଠିକ୍ କଥା ମନେ ମନେ ମାନି ଯାଇଥାଏ। ତ ପିଲାମାନେ ଝିଟିପିଟିଟି ବୁଢ଼ିଆଣୀର ଏଭଳି କଥା ଶୁଣିବା ପରେ ତାକୁ ବହୁତ ଜୋରେ ଖରାପ ଲାଗୁଥିଲା ହେଲା। ଲାଗିଲା ପରେ ବି ସେ ବୁଢ଼ିଆଣୀର ଠିକ୍ କଥା ମନେ ମନେ ମାନି ଯାଇଥାଏ। ତ ପିଲାମାନେ ତାକୁ ଶୁଣିକି ବୁଢ଼ିଆଣୀର କଥା ବହୁତ ଖରାପ ଲାଗୁଥାଏ, ଆଉ ସେ ମନେ ମନେ ଭାବୁଥାଏ ଯେ ବୁଢ଼ିଆଣୀ ଯାହା କହୁଛି ଠିକ୍ କଥା କହୁଛି। ସେଇ କଥା ମନେ ମନେ ଭାବୁଥାଏ, କିନ୍ତୁ ବୁଢ଼ିଆଣୀକୁ କହୁନଥାଏ। ମନକୁ ମନ କହୁଥାଏ ଯେ ଅଯଥାରେ ଆଉ କାହା କଥାରେ ପଶି ଲାଭ କ'ଣ। ତ ପିଲାମାନେ ସେ ମନକୁ ମନ ହେଲା, ଯେହେତୁ ନିଜକୁ ଲାଜ ଲାଗୁଥାଏ, ସେ ମନକୁ ମନ ଭାବୁଥାଏ ଯେ ହେଲା ଅଯଥାରେ ଆଉ କାହା କଥାରେ ପଶିକି କିଛି ଲାଭ ନାହିଁ ହେଲା। ନିଜେ ପରିଶ୍ରମ କରି ଯାହା ପାଇବ ସେଥିରେ ଆନନ୍ଦ ଅଛି, ଶାନ୍ତି ଅଛି। ତ ପିଲାମାନେ ସେଇଠୁ ସେ କହୁଛି କ'ଣ ନା ଝିଟିପିଟିଟି ନିଜକୁ ନିଜ ବୁଝି ଯାଇଛି ଯେ ନିଜେ ପରିଶ୍ରମ କରି ଯାହା ପାଇବ ସେଥିରେ ଆନନ୍ଦ ଅଛି ବା ଶାନ୍ତି ଅଛି, କିନ୍ତୁ ଅନ୍ୟ ଉପରେ ନିର୍ଭର କରି ରହିଗଲେ ନିଜର ବୋକାମି ହେବ। ତ ପିଲାମାନେ ସେଇଠୁ ଝିଟିପିଟି ନିଜର ଭୁଲକୁ ବୁଝିପାରିଛି। ସେ କହିଛି ଯେ ନିଜେ ପରିଶ୍ରମ କରିବା ଉଚିତ, ଆଉ ନିଜେ ପରିଶ୍ରମ କରି ଯାହା ପାଇବା ସେଥିରେ ଆନନ୍ଦ ଅଛି, ଖୁସି ଅଛି, ଆଉ ଶାନ୍ତି ଅଛି। ଅନ୍ୟ ଉପରେ ନିର୍ଭର କରି ରହିଲେ ନିଜର ବୋକାମି ହେବ ହେଲା। ନିଜେ ଖଟିବ, ନିଜ ପାଇଁ ଯୋଗାଡ଼ କରିବ। ତ ପିଲାମାନେ ଝିଟିପିଟି କହୁଛି ଯେ ଅନ୍ୟ ଉପରେ ନିର୍ଭର କରିକି କିଛି ବି ଲାଭ ନାହିଁ, ନିଜର ବୋକାମି ହେବ। ନିଜେ ଖଟିବ ଆଉ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବ, ତେବେ ନିଜେ ସେଥିରେ ଖୁସି ହେବ। ଆଉ କାହାକୁ ହଇରାଣ କରି ନିଜେ ଚଳିବା କେବେ ଠିକ୍ ହବନି। ତ ପିଲାମାନେ ବୁଢ଼ିଆଣୀ ଶେଷରେ ବୁଝି ଯାଇଛି ଯେ ଆଉ କାହାକୁ ହଇରାଣ କରି କ'ଣ ଚଳିବା କେବେ ବି ଠିକ୍ ହେବନି। ନିଜେ ଖଟିବ ଆଉ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବ। ବୁଢ଼ିଆଣୀ ଛୋଟ ହେଲେ ବି ତାର କଥା ଠିକ୍। ତ ପିଲାମାନେ ଝିଟିପିଟିଟି ଶେଷରେ ବୁଝି ଯାଇଛି ଯେ ଆଉ ସେ ମନେ ମନେ ଚିନ୍ତା କରି କହୁଛି ଯେ ପିଲାମାନେ ବୁଢ଼ିଆଣୀଟି ଛୋଟ ହେଲେ ବି ତାର କଥା ହେଉଛି ଠିକ୍। ମୁଁ ତାଠାରୁ ବଡ଼ ହେଇବି, ତାକୁ ମତେ ସାହାଯ୍ୟ କରିବାକୁ କହିବା ଅନ୍ୟାୟ। ତ ପିଲାମାନେ ତାକୁ ମତେ ସାହାଯ୍ୟ କରିବାକୁ କହିବା ଅନ୍ୟାୟ, ଏ କଥା କିଏ କହୁଛି ନା ଝିଟିପିଟିଟି କହୁଛି ଯେ କାହାକୁ? ବୁଢ଼ିଆଣୀକୁ। ଯେହେତୁ ମୁଁ ତାଠାରୁ ବଡ଼ ହେଇକି ବି ସେ ସାନ ମୋ ଠାରୁ, ତାପରେ ବି ମୁଁ ତାକୁ ସାହାଯ୍ୟ କରିବାକୁ କହିବାଟା ଏଟା ହେଉଛି ବହୁତ ବଡ଼ ଅନ୍ୟାୟ। ତା ପଛରେ ଗୋଡ଼େଇ ଯଦି ସେ ମୋ ପାଇଁ ଜାଲ ବୁଣି ଦେଇଥାନ୍ତା
ତେବେ ସେ ଜାଲରେ ଯେଉଁ ଛୋଟ ପୋକ ପଡ଼ିଥାନ୍ତେ ସେତିକି ଖାଇବାରେ ମୋର ପେଟ କ'ଣ ପୁରି ଯାଇଥାନ୍ତା। ତ ପିଲାମାନେ ଝିଟିପିଟିଟି ବି ମନେ ମନେ ଭାବି ସାରିଛି ଯେ ଯଦି ବୁଢ଼ିଆଣୀଟି ମୋ ପାଇଁ ସତରେ ଜାଲ ବୁଣି ଦେଇଥାନ୍ତା ତେବେ ସେ ଜାଲରେ ଯେଉଁ ଛୋଟ ଛୋଟ ପୋକମାନେ ପଡ଼ିଥାନ୍ତେ ସେତିକି ସେ ବା ସେଇ ପୋକ ଗୁଡ଼ିକ ଖାଇକି କ'ଣ ମୋ ପେଟ ପୁରି ଯାଇଥାନ୍ତା? ପେଟ ତ କେବେ ପୁରି ନଥାନ୍ତା। ଏଇଟା କେବଳ ଅଳସ୍ୱାମୀ ହୋଇଥାନ୍ତା। ତ ପିଲାମାନେ ଝିଟିପିଟିଟି ଶେଷରେ ବୁଝିଯାଇଛି ଯେ ଏଇଟା କେବଳ ଅଳସ୍ୱାମୀ ହେଇଥାନ୍ତା। ହେଲା, ସେ ଜାଲରେ ଯେଉଁ ଛୋଟ ଛୋଟ ପୋକ ପଡ଼ିଥାନ୍ତେ ବା ଝିଟିପିଟି ପାଇଁ ବୁଢ଼ିଆଣୀ ଯେଉଁ ଜାଲ ତିଆରି କରିଥାନ୍ତା ସେଇଥିରେ କ'ଣ କେବେ ବି ସେ ଭଲରେ ରହିପାରି ନଥାନ୍ତା, ସେ ଅଳସ୍ୱାମୀ ହୋଇ ଯାଇଥାନ୍ତା। ଏଣୁ ବୁଢ଼ିଆଣୀ ଯାହା କହିଲା ତାକୁ ତାରିଫ କରିବା ଉଚିତ। ତ ପିଲାମାନେ ଝିଟିପିଟିଟି ବୁଝିଯାଇଛି ଯେ ବୁଢ଼ିଆଣୀଟି ଯାହା କହିଲା ତାକୁ ତାରିଫ କରିବା ଉଚିତ। ହେଲା, ବା ସେଇ କଥା ହେଉଛି ଠିକ। ବୁଢ଼ିଆଣୀ ଛୋଟ ହେଲେ ବି ସେ ଯେଉଁ ଠିକ କଥା କହିଛି ତାକୁ ମୁଁ ବଡ଼ ହେଲେ ବି ତାକୁ ମାନିବା ଉଚିତ। ତ ପିଲାମାନେ ଶେଷରେ ଝିଟିପିଟିଟି କହିଛି ଯେ ବୁଢ଼ିଆଣୀ ଛୋଟ ହେଲେ ବି ସେ ଯେଉଁ କଥା କହିଛି ତାକୁ ମୁଁ ବଡ଼ ହେଇକି ବି ମାନିବା ଉଚିତ, କାହିଁକି ନା ସେ କଥା ହେଉଛି ଠିକ। ଏ କଥା ଭାବି ଝିଟିପିଟି ମନେ ମନେ ସିନା ମାନୁଥିଲା, ହେଲେ ନିଜେ ଲାଜରେ ସେ କଥା ବୁଢ଼ିଆଣୀକୁ କହିଲା ନାହିଁ। ତ ପିଲାମାନେ ଏ କଥା ଭାବି ଝିଟିପିଟି ମନେ ମନେ ସିନା ମାନୁଥିଲା, ହେଲେ ନିଜେ ଲାଜରେ ସେ କଥା ବୁଢ଼ିଆଣୀକୁ କହିଲା ନାହିଁ, କାହିଁକି ନା କାଳେ ସେ ବୁଢ଼ିଆଣୀ ଆଗରେ ଛୋଟ ହୋଇଯିବ। ଆଉ ବୁଢ଼ିଆଣୀ ଏ କଥା ଜାଣିଲେ ସେ ନିଜକୁ ନିଜ ବହୁତ ପ୍ରଶଂସା କରିବ। ସେଥିପାଇଁ ଝିଟିପିଟିଟି ସେ ଜାଣିଗଲା ଯେ ବୁଢ଼ିଆଣୀ ଯାହା କହୁଛି ସବୁ ଠିକ। ଏସବୁ କଥା ସେ ମନେ ମନେ ମାନୁଥିଲା, କିନ୍ତୁ ସେ ବୁଢ଼ିଆଣୀକୁ ଏ କଥା କହିପାରୁ ନଥିଲା। ଝିଟିପିଟି ସେଠୁ ଛାଡ଼ି ତାର ଖାଇବା ଯୋଗାଡ଼ରେ ଲାଗିଲା। ତ ପିଲାମାନେ ଝିଟିପିଟିଟି ସେ ବୁଢ଼ିଆଣୀ ପାଖରୁ ଚାଲିଗଲା ଆଉ ସେ ନିଜର ଖାଦ୍ୟ ଯୋଗାଡ଼ରେ ଲାଗିଗଲା। ତା ପରଠାରୁ ଠିକ କଲା ଯେ ନିଜ ପାଇଁ କିଛି ଯୋଗାଡ଼ କରିବା ପାଇଁ ଅନ୍ୟ କେବେ କାହାକୁ କହିବନି। ତ ପିଲାମାନେ ସେଇଠୁ ଝିଟିପିଟିଟି ନିଜେ କ'ଣ କଲା ନା ସ୍ଥିର କଲା। ହେଲା, ନିଜ ପାଇଁ କିଛି ଯୋଗାଡ଼ କଲା। କ'ଣ ନା ଯୋଗାଡ଼ କରିବା ପାଇଁ ଆଉ କେବେ କାହାକୁ କହିବନି ଏବଂ ନିଜେ ନିଜ ପାଇଁ ପରିଶ୍ରମ କରି ଚଳିବାକୁ ଶପଥ ନେଲା। ତ ପିଲାମାନେ ସେଇଠୁ ଝିଟିପିଟିଟି କ'ଣ ଶେଷରେ ସ୍ଥିର କଲା ଯେ ନିଜ ପାଇଁ ନିଜେ ଖାଦ୍ୟ ଯୋଗାଡ଼ କରିବ, ଆଉ କେବେ କାହାକୁ କହିବନି। ହେଲା, ତା ପାଇଁ ଖାଦ୍ୟ ଯୋଗାଡ଼ କରିଦିଅ ବା ତା ପାଇଁ ଜାଲ ତିଆରି କରିଦିଅ। ହେଲା, ନିଜେ ପାଇଁ ପରିଶ୍ରମ କରିବ। ହେଲା, ନିଜେ ପରିଶ୍ରମ କରି ଚଳିବାକୁ ସେ ଶପଥ ନେଲା, ବା ଆଉ କାହାକୁ ସେ ଜୀବନ ସାରା ହଇରାଣ କରିବ ନାହିଁ ବୋଲି ସେ ସ୍ଥିର କଲା। ଆଉ ସେ ଜାଣିଗଲା ଯେ ଅନ୍ୟମାନଙ୍କୁ କ'ଣ ନିଜ ପାଇଁ ଜାଲ ବୁଣିବା କଥା କହିବା ହଉ, ଖାଦ୍ୟ ସଂଗ୍ରହ କରିବା କଥା ହଉ, ଏସବୁ ହେଉଛି ବୋକାମି। କାହିଁକି ନା ସେସବୁରେ କିଛି ଖୁସି ନଥାଏ। ନିଜେ ପରିଶ୍ରମ କରିବ, ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବ, ଆଉ ସେଥିରେ ଖୁସି ହିଁ ମିଳିବ। ହେଲା, ଏ କଥା ଶେଷରେ ଝିଟିପିଟିଟି ବୁଝିଗଲା। ତ ପିଲାମାନେ ମୁଁ ଆଶା କରୁଛି ନିହାତି ଭାବରେ ତମମାନଙ୍କୁ ଏଇ ଗପଟି ଭଲ ଲାଗିଥିବ। ଯଦି ତମମାନଙ୍କୁ ଏଇ ଗପଟି ଭଲ ଲାଗିଥିବ ନିହାତି ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।